ଚାଲିବା ପାଇଁ ଅସମର୍ଥ ଦମ୍ପତି ବ୍ୟାଟେରୀ ଚାଳିତ ଗାଡ଼ି ପାଇଁ ଏବେ କରିଛନ୍ତି ନିବେଦନ। ନିଜର ଗୁଜରାଣ ମେଣ୍ଟେଇବା ପାଇଁ ଏଭଳି ଗାଡ଼ି ଦରକାର ବୋଲି କରିଛନ୍ତି ଅନୁରୋଧ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସୁଣ୍ଠଳା ଗ୍ରାମର ପ୍ରସାଦ ଦାସ ଓ ତାଙ୍କ ପତ୍ନୀ ଅଭୟ 70% ଭିନ୍ନକ୍ଷମ ଅଛନ୍ତି। ଦୁହେଁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ନିଜର ଗୁଜରାଣ ମେଣ୍ଟେଇବା ବି କଷ୍ଟକର ହୋଇପଡୁଛି। ତେବେ ସେମାନେ ପାନ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବାରମ୍ବାର ନାଉଗାଁ ବ୍ଲକ ପ୍ରଶାସନକୁ ବ୍ୟାଟେରୀ ଚାଳିତ ସାଇକେଲ ପ୍ରଦାନ କରିବାକୁ ନିବେଦନ କରିଥିଲେ ମଧ୍ୟ ନାଉଗାଁ ବ୍ଲକ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତେବେ ପ୍ରସାଦ ଦାସ ଏବଂ ତାଙ୍କ ଭିନ୍ନକ୍ଷମ ପତ୍ନୀ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରିବାକୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। कौन कर पान दुकान छोट पान दुकान जीवा कौन सुविधा चलिक प्राय 2 किलोमीटर प्रशासन कौन आज्ञा प्रशासन कौन जनइले प्रशासन जानिले मत गोटे बैटेरी चालित गाड़ी देले मो जीवा सुविधा परिवहन सुविधा हम परिवार चलाइबे मत सक्षम। तेबे आगको देखिबा बाकी रहिला केबे पूर्ण करूछंती निजर प्रतिश्रुति आउ केबे मिलुछि एही दंपति को ट्राइसाइकल। जगतसिंहपुर ज्योतिरंजन परिडांक रिपोर्ट प्रतिदिन टीवी।